ଚାରିଆଡ଼େ ଏବେ ଭତ୍ତା ପ୍ରତାରଣାକୁ ନେଇ ହାହାକାର। 3000 ଟଙ୍କା କେବେ ବୁଢ଼ାବୁଢ଼ୀମାନେ ଭତ୍ତା ପାଇବେ ଏ ନେଇ ଆଶା ଏବଂ ଆଶଙ୍କାରେ ଦୁଃଖର ଦିନ କାଟୁଛନ୍ତି। ଏଥିସହିତ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମନେ ପକାଇଛନ୍ତି। ବୃଦ୍ଧ ବୃଦ୍ଧାମାନେ କହିଛନ୍ତି, ଯଦି ନବୀନ ପଟ୍ଟନାୟକ ଇସ୍ତାହାରରେ 3000 ଟଙ୍କା ଭତ୍ତା ପ୍ରତିଶ୍ରୁତି ଦେଇଥାନ୍ତେ ସେ ନିଶ୍ଚୟ ପୂରଣ କରିଥାନ୍ତେ ଏବଂ ବୁଢ଼ାବୁଢ଼ୀମାନଙ୍କ ଆଖିରେ ଲୁହ ଆସିବାକୁ ସେ କଦାପି ଦେଇନଥାନ୍ତେ। ନବୀନ ଯାହା ନିର୍ବାଚନୀ ଇସ୍ତାହାରରେ ଦିଅନ୍ତି ତାହା ବହୁତ କମ୍ ଦିନ ଭିତରେ ପୂରଣ କରନ୍ତି ବୋଲି ବୁଢ଼ାବୁଢ଼ୀମାନେ କହିଛନ୍ତି। ତେବେ ବିଜେଡି କ'ଣ ପାଇଁ 3000 ଟଙ୍କା ଭତ୍ତା ପ୍ରସଙ୍ଗ ରାଜନୀତିର ଇସ୍ତାହାରରେ ଦେଲାନି ଏବଂ ମୁଖ୍ୟମନ୍ତ୍ରୀ ହେବା ପାଇଁ ନବୀନ ପଟ୍ଟନାୟକ ବୋଧେ ସେଥିପାଇଁ ଯୋଗ୍ୟ ହେଲେନି। ଯଦି ବିଜେଡି 3000 ଟଙ୍କା ଭତ୍ତା ପ୍ରତିଶ୍ରୁତି ନିର୍ବାଚନୀ ଇସ୍ତାହାରରେ ଦେଇଥାନ୍ତା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିନ୍ତ ଆଉ ଥରେ ନିର୍ବାଚନ ଜିତି ପୁଣି ଥରେ ଶାସନଭାର ନିଜ କାନ୍ଧକୁ ନେଇଥାନ୍ତେ ବୋଲି ବୁଢ଼ାବୁଢ଼ୀମାନେ କହିଛନ୍ତି। ସେମାନେ କହୁଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ନିର୍ବାଚନ ଇସ୍ତାହାରରେ 3000 ଟଙ୍କା ଭତ୍ତା ପ୍ରତିଶ୍ରୁତି ଦେଇ ଛଳନା କଲେ, ହୁଏତ ନବୀନ ପଟ୍ଟନାୟକ ଥିଲେ ଏମିତି ତାଙ୍କ ସହିତ ହୋଇନଥାନ୍ତା। ତେବେ ପୂର୍ବତନ ନବୀନ ପଟ୍ଟନାୟକଙ୍କୁ ମନେ ପକାଇ ବୃଦ୍ଧ ବୃଦ୍ଧାମାନେ କହୁଛନ୍ତି, ଶୀଘ୍ର ନବୀନ ପଟ୍ଟନାୟକ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଯଦି ନବୀନ ପଟ୍ଟନାୟକ ଚାହିଁବେ ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କୁ 3000 ଟଙ୍କା ଭତ୍ତା ପ୍ରଦାନ କରିବେ ବୋଲି ସେମାନେ କହୁଛନ୍ତି। ସେମାନେ କହୁଛନ୍ତି, ଯଦିଓ କେମିତି ବାଟରେ ସେମାନେ 3000 ଟଙ୍କା ଭତ୍ତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୋହନ ମାଝୀଙ୍କୁ ଆଦାୟ କରନ୍ତୁ। ତେବେ ବିଜେଡି ସେତେବେଳେ ନିର୍ବାଚନ ଇସ୍ତାହାରରେ ଭତ୍ତା ପ୍ରସଙ୍ଗକୁ ଉଠାଇଲା ନାହିଁ। କେବଳ 500 ଟଙ୍କାରୁ ଭତ୍ତା ବୃଦ୍ଧି କରି 1000 ଟଙ୍କା ପର୍ଯ୍ୟନ୍ତ କରିଥିଲା। କିନ୍ତୁ ବୁଢ଼ାବୁଢ଼ୀମାନଙ୍କୁ ଛଳନାର ଲୋଭ ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 3000 ଟଙ୍କାର ଭତ୍ତା ପ୍ରତିଶ୍ରୁତି ଦେଇଥିଲେ। 3000 ଟଙ୍କାର ଭତ୍ତା ପ୍ରତିଶ୍ରୁତି ଦେଲା ପରେ ସେମାନେ ଏହାକୁ ପୂରଣ କଲେ ନାହିଁ। କେବଳ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ପାଇଁ 3500 ଟଙ୍କା ଭତ୍ତା ପ୍ରତିଶ୍ରୁତି ପାଳନ କଲେ ଏବଂ 80 ବର୍ଷରୁ କମ୍ ଭିନ୍ନକ୍ଷମ ଏବଂ 60 ବର୍ଷର ଲୋକଙ୍କ ପାଇଁ କୌଣସି କ୍ରାଇଟେରିଆରେ ରଖିଲେ ନାହିଁ ଏବଂ ଏଥିପାଇଁ ସେମାନେ ବହୁତ ଦୁଃଖିତ ମଧ୍ୟ ଅଛନ୍ତି। ତେବେ କେବେ ଏମାନେ କେଉଁ ଦିନ ସେ 3000 ଟଙ୍କା ଭତ୍ତା ପାଇବେ? ବୃଦ୍ଧ ବୃଦ୍ଧାମାନେ ଏନେଇ ଆଶା ଏବଂ ଆଶଙ୍କାରେ କାଳାତିପାତ ମଧ୍ୟ ସବୁବେଳେ ପାଇଁ କରୁଛନ୍ତି।